ଦର୍ଶକ ବନ୍ଧୁ ନମସ୍କାର। ଭକ୍ତି ପ୍ରତିମା ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜିକାର ଶୁଣିପାରିବେ ଶ୍ରୀମ ଭାଗବତ। ଆଗକୁ ଶ୍ରୀମ ଭାଗବତର ସମସ୍ତ ସ୍କନ୍ଧର ସମସ୍ତ ଅଧ୍ୟାୟ ଅପଲୋଡ଼ କରାଯିବ। ଯଦି ଆପଣ ଆମ ଚ୍ୟାନେଲ ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟି ଯଦି ଭଲ ଲାଗେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଧନ୍ୟବାଦ। ଆଜିକାର ଶୁଣିପାରିବେ ପ୍ରଥମ ସ୍କନ୍ଧର ଦ୍ୱିତୀୟ ଅଧ୍ୟାୟ। ଓଁ ନମୋ ଭଗବତେ ବାସୁଦେବାୟ। ଶାନ୍ତାକାରଂ ଭୁଜଗଶୟनं ପଦ୍ମନାଭଂ ସୁରେଶಂ ବିଶ୍ୱଧାରଂ ଗଗନସଦୃଶଂ মেঘবর্ণं শুভঙ্গম লক্ষ্মীকান্तं কমলনয়नं যোগর্ভিধ্যানগম্যं বন্দে বিষ্ণুं ভয়হরं সর্বলোকৈকনাথ। সুত উবাচ মুনিଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି ହରଷ ମନେ ମନେ ଗୁଣି ଗୁରୁଙ୍କୁ ମନେ ମନେ ଧ୍ୟାଇ ପରମ ପ୍ରୀତି ବାକ୍ୟେ ଗାଇ ଜୀବର ହିତେ କୃତକୃତ୍ୟ ହସି କହନ୍ତି ମୁନିସୁତ। ଯେ ସୁଖ ଏକାନ୍ତ ଗମନ କରିଣ ଦେହ କଲେ ଶୂନ୍ୟ ପୁତ୍ରର ସ୍ନେହ ମନେ ଧରି ବ୍ୟାସ ଡାକନ୍ତି ଉଚ୍ଚ କରି ପିତାର ସ୍ନେହ ରକ୍ଷା ଅର୍ଥେ ଉତ୍ତର ଦେଲେ ବୃକ୍ଷ ପଥେ। ତାହାଙ୍କୁ ମୋର ନମସ୍କାର ଯେ ହୃଦ ସର୍ବ ପ୍ରାଣୀଙ୍କର ଜୀବର ପରିତ୍ରାଣ ଅର୍ଥେ କରୁଣା ବହି ଯେହୁ ଚିତ୍ତେ ଅଖିଳ ବେଦର ଯେ ସାର ଯେ ଅନୁଭବ ଆପଣାର କହିଲେ ପୁରାଣର ସାର ତାହାଙ୍କୁ ମୋର ନମସ୍କାର। ବାଣୀ ନର ଯେ ନାରାୟଣ ଯେ ଗ୍ରନ୍ଥ ସଂସାର ତାରଣ ଉଦିତ କଲେ ଏ ସଂସାରେ ନମଇ ତାହାଙ୍କ ପୟରେ। ଏମନ୍ତେ ନମସ୍କାର କରି କହନ୍ତି ମନେ ମୁଦ ଭରି ଶୁଣ ସକଳ ମୁନିଜନ ସାଧୁଏ ତୁମ୍ଭର ବଚନ ପରମ ମଙ୍ଗଳ ଏ ବାଣୀ ଜୀବନି ସ୍ତରେ ଯାହା ଶୁଣି ପରମ ଧର୍ମ ଏ ଜଗତେ କୃଷ୍ଣ ଭକତି ଯେଉଁ ମତେ ଫଳର ଆଶା ଯହିଁ ନାହିଁ ବିଘ୍ନ ପଶିବ ବା କାହିଁ ଯେ ଭକ୍ତି ବଳେ ଏ ସଂସାର ନୁହଇ ପୁଣ ଏ ଜୀବର ଭକତି କଲେ ଜ୍ଞାନ ହୁଏ ଜୀବନ ପଡ଼େ ମାୟା ମୋহে କୃଷ୍ଣ ଚରିତ ଶୁଣି ଯେବେ ଭକ୍ତି ନ ଜନ୍ମେ ମୂଢ଼ ଭାବେ କେବଳ ଶ୍ରମ ତାହାଙ୍କର କାହୁଁ ତରିବେ ତମ ଘୋର ଅର୍ଥ ସଞ୍ଚିତ ଯେତେ ନର କେବଳ ଦୁଃଖ ତାହାଙ୍କର ଅର୍ଥେ ନ ପାଇ ଧର୍ମ ମୋକ୍ଷ ସେ କାମ ଲୋଭଟି ପ୍ରତ୍ୟକ୍ଷ ଇନ୍ଦ୍ରିୟ ଅର୍ଥେ ପ୍ରିୟ ଯେତେ ଲୋଭେ ଭ୍ରମର କାମ ଅର୍ଥେ ଯାବତ ଜୀବନ ଧରଇ କାମ ଲୋଭରେ ସୁଖ କାହିଁ ଜୀବର ତତ୍ତ୍ୱ ଜାଣିବାରେ କେ ଜ୍ଞାନୀ ଅଛି ଏ ସଂସାରେ ତତ୍ତ୍ୱ ବିଚାରି ଜ୍ଞାନୀ ଯେତେ ଜ୍ଞାନ କହନ୍ତି ଏ ଜଗତେ।
କେହୁ କହନ୍ତି ବ୍ରହ୍ମତତ୍ତ୍ୱ, କିଏ ବା ବୋଲେ ପରମାର୍ଥ, କେହୁ ବୋଲନ୍ତି ଭଗବାନ, ନିର୍ମଳ ରସ ଗୋପ୍ୟ ଜ୍ଞାନ। ସେ ବୋଲେ ଶ୍ରଦ୍ଧା ଯେ କରନ୍ତି, ଜ୍ଞାନ ବୈରାଗ୍ୟ ଆଚରନ୍ତି, କରନ୍ତି ବିଷ୍ଣୁରେ ଭକତି, ଆତ୍ମାରେ ଆତ୍ମାକୁ ଦେଖନ୍ତି। ହରିଚରଣେ ଭକ୍ତି ଜାତ, ଅଜ୍ଞାନେ ନ ଜାଣେ ଜଗତ, ଏଣୁ ଏ ଅଖିଳ ଜଗତି, ଅଛନ୍ତି ବର୍ଣ୍ଣାଶ୍ରମ ଯେତେ। ସ୍ୱଭାବ ଧର୍ମ ଆଚରଣେ, ଭକ୍ତି ଉପୁଜେ ନାରାୟଣେ। ତେଣୁ ସନ୍ତୋଷ କୃଷ୍ଣ ହୋଇ, ପ୍ରାଣୀଙ୍କି ଚଉବର୍ଗ ଦେଇ, ଏ ଘେନି ହୋଇ ଏକ ମନ, ଭାବେ ତ ଶିବ ଭଗବାନ। ଶ୍ରୀକୃଷ୍ଣ ଜନ୍ମ କର୍ମ ଯେତେ, ନିତ୍ୟ ଶୁଣିବ କର୍ଣ୍ଣ ପଥେ। ନିର୍ମଳ କରି ଦୃଢ଼ ମନ, ନିରତେ କରିବ କୀର୍ତ୍ତନ। ଧ୍ୟାନେ ଚିନ୍ତିବ କୃଷ୍ଣ ରୂପେ, ପୂଜା କରିବ ସୂକ୍ଷ୍ମ କଳ୍ପେ। ଏ ଭାବେ ଭକ୍ତି ଯୋଗ ବଢ଼େ, କର୍ମ ବନ୍ଧନ ଗ୍ରନ୍ଥି ଛିଡ଼େ। ଏଣୁ ଜଗତେ ଜ୍ଞାନୀ ଯେତେ, କୃଷ୍ଣ ନ ଭଜିବେ କେମନ୍ତେ। କୃଷ୍ଣ କଥାରେ ରତି ଯାର, ସେ ପ୍ରାଣୀ ଭବ ମଧ୍ୟେ ସାର। ହରିଚରଣେ ଯାର ଶ୍ରଦ୍ଧା, ତାକୁ ନ ଲାଗେ ଭବ ବାଧା। ସେ ପୁଣ୍ୟ ସାଧୁ ସଙ୍ଗ ମିଳେ, ପୁଣ୍ୟ ତୀର୍ଥକୁ ଆଶ୍ରା କଲେ। ଭକତ ସଙ୍ଗେ ଯେବେ ମିଶେ, ତେବେ ସେ ହରି ରସେ ରସେ। କୃଷ୍ଣର କଥା ଯେ ଶୁଣନ୍ତି, ବଦନେ ମହିମା ଗୁଣନ୍ତି। ତାହାଙ୍କ ହୃଦେ ହରି ବସେ, ସକଳ କଳ୍ମଷ ବିନାଶେ। ସେ ପୁଣ୍ୟ ଶ୍ରବଣ କୀର୍ତ୍ତନ, ବେଦେ କହନ୍ତି ମୁନିଜନ। ସାଧୁ ଜନଙ୍କ ମିତ୍ର ହରି, ଏଣୁ ଭକତକୁ ଆବୋରି। ହେଲେ ତାରଇ ଭବ ସିନ୍ଧୁ, ଯେଣୁ ଭକତ ଜନ ବନ୍ଧୁ। ଭକତ ଜନ ସେବା ଫଳେ, ଦହନ ହୁଅନ୍ତି ଅମଙ୍ଗଳେ। ତେଣୁ ସେ ଗୋବିନ୍ଦ ବିଷये, ଭକ୍ତି ଉପୁଜେ ନର ଦେହେ। ସ୍ୱଭାବେ ରଜତମ ଦୁଇ, କାମାଦି ଯେତେ ରିପୁ ଥାଇ। ଚିତ୍ତୁ ବାହାର ହୋଇଯାନ୍ତି, ସାତ୍ୱିକ ଗୁଣ ଆବୋରନ୍ତି। ଏହି ପ୍ରକାରେ ଯେବେ ମନ, ହୋଇବ ନିର୍ମଳ ପ୍ରସନ୍ନ। ତେବେ ସେ ଭକ୍ତି ଯୋଗ ବଳେ, କୃଷ୍ଣ ଭକତ ସଙ୍ଗ ମେଲେ। ନିର୍ମଳ ଜ୍ଞାନ ପ୍ରକାଶ ହୋଇ, ଜନ୍ମ ମରଣ ଆଉ କାହିଁ। ଅଶେଷ କର୍ମ ଗଣ୍ଠି ଛନ୍ଦ, ଏଣେ ଛିଡ଼ଇ ସର୍ବଦ୍ୱନ୍ଦ। ସର୍ବ ସଂଶୟ ତୁଲେ କର୍ମ, ତୁଟଇ ବିଶ୍ୱ ମାୟା ଭ୍ରମ। ଆତ୍ମାରେ ଆତ୍ମାକୁ ଦେଖନ୍ତି, ଜନ୍ମ ମରଣେ ନାହିଁ ଭ୍ରାନ୍ତି। ଏଣୁ ପଣ୍ଡିତ ଜନ ଯେତେ, ଆନନ୍ଦେ ଭକ୍ତି ଯୋଗ ମତେ। ହରି ବିଷୟ ଦୃଢ଼ ଚିତ୍ତେ, ନିତ୍ୟ ଭଜନ୍ତି ଆତ୍ମା ହିତେ। ବିଷ୍ଣୁର ମାୟାରୁ ସମ୍ଭୂତ, ଆଦି ପ୍ରକୃତି ଜନମାତ। ଯେ ସତ୍ତ୍ୱ ରଜ ତମ ଗୁଣ, ସୃଷ୍ଟି ପାଳନ ସଂହାରଣ। ଅନାଦି ପରମ ପୁରୁଷ, ଏ ତିନି ଗୁଣେ ସେ ପ୍ରକାଶ।
সৃষ্টি উদয়ে ব্রহ্মা হয়ে পালনে বিষ্ণু সে বোলাই সংহার কালে রুদ্র রূপে সুখে বিহরে মোহকল্পে ସେ ଶୁଦ୍ଧ ସତ୍ୟ ବିଷ୍ଣୁ ଦେହେ ଜନ୍ତୁଙ୍କ ଶ୍ରେୟ ଗୁଣ ବହେ କାଷ୍ଠ ସଂଯୋଗେ ଧୂମ ଜାତ ଧୂମରୁ ଅନଳ ସମ୍ଭୂତ ତୃତୀୟ ଅଙ୍ଗାର ପ୍ରମାଣ ତାମସ ରଜ ସତ୍ୟ ଗୁଣ এভাবে ব্রহ্ম পরিমাণে ভবসাগর তরে প্রাণী নির্মল চেতা মুনি যেতে বিচার করে আত্মাহিতে বিষ্ণুଙ୍କୁ সত্য গুণে জানি ভজিলে মোক্ষ পরিমাণী তামস রজ গুণে যেতে যে ভূতপতি এ জগতে স্বভাবে ঘোর ভয়ঙ্কর এণু ন ভজে সাধু নর অহিংসা শান্তি গুণে থান্তি হরিচরিত চিতে চিন্তি ধন সম্পদে যার ইচ্ছা সে করে ভূত প্রেত দীক্ষা সংসারে দেব যজ্ঞ যেতে যোগ সাধন ক্রিয়া মতে পরম জ্ঞান তপ আদি কঠোর যেতে ধর্ম সাধি এ সর্বগতি নারায়ণ এবে হো মুনি গণে শুণ এ সর্ববিধি ধর্ম যেতে করিব বিষ্ণু প্রীতি অর্থে এ তিনি গুণে নারায়ণ সৃষ্টি পালন সংহারণ এমন্তে বিশ্বরূপ ধরে মায়া সংসারে সে বিহরে স্বভাবে নির্গুণ মুরারি খেলই ত্রিগুণ আবরি সকল জীব মধ্যে থাই অজ্ঞানে জীব ন জানই অশেষ মহিমা যে ধরে কিবা উপমা দেবা তারে সে হরি চরণ পঙ্কজ সুজন জন নিত্যে ভজ কহই দাস জগন্নাথ গীত প্রবন্ধে ভাগবত ইতি শ্রীমদ্ভাগবতে মহাপুরাণে পরমহংস সংহিতায়াম প্রথম স্কন্ধে নৈমিষি উপাখ্যানে দ্বিতীয়োধ্যায় ভোলানন্দে কবার হরি বল।